সৌবর্ণা সরস্বতীতাং ত্রিনয়নাং পিতাং শুক্লাসিনী হেমাভাঙ্গরুচিং শশাঙ্ক মুকুটাং সচ্চম্পাকুরাং হস্তির পাশমুদ্ধর সদাং সংবিভ্রতি ভূষণী ব্যাপ্তাঙ্গিং বগলামুখীং চ জগতাং সত্ত্বমিনীং চিন্তয়ে। জগজ্জননী মা বগলামুখী আদি দিনের ইষ্ট দেবতা মঙ্গল দেবতা লক্ষ্মীনারায়ণ জগন্নাথ বলভদ্র সুভদ্রা সুদর্শনী চতুর্ধামূর্তি দেবতা ইষ্টদেবী মা জগজ্জନনী ଖଣ୍ଡୁଆଳି ଯେଉଁମାନେ ଆଜିର ଏ ଆଷ୍ଟ୍ର ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ପଦର ଦିନ ହେଉ ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ଅପ୍ରେଲ ମାସ 8 ତାରିଖ 2025 ମସିହା ମିନ 26 ଦିନ ଚୈତ୍ର ମାସ ଶୁକ୍ଳପକ୍ଷ ଏକାଦଶୀ ମଙ୍ଗଳବାର। ଏକାଦଶୀ ତିଥି ରାତ୍ରି 9ଟା 13 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଦ୍ୱାଦଶୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ଅଶ୍ଳେଷା କର୍କଟ। ଅଶ୍ଳେଷା ନକ୍ଷତ୍ର ସକାଳ 7ଟା 55 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଚନ୍ଦ୍ର କର୍କଟ ରାଶିରେ ସକାଳ 7ଟା 55 ମିନିଟ୍ ପର୍ଯ୍ୟନ୍ତ ରହିବେ। ଏହାପରେ ସିଂହ ରାଶିକୁ ସ୍ୱତା ରହି ଗମନ କରିବେ। ଏକାଦଶୀ ତିଥି ଯୋଗୁଁ ଶିମ୍ବ ଖାଇବା ମନା, ଖାଇଲେ ମହାପାପ। ଏ ରହିଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଚତୁର୍ଥ ଚନ୍ଦ୍ର ମଙ୍ଗଳବାର ସକାଳ 7ଟା 55 ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଏବଂ ଘାତ ନକ୍ଷତ୍ର ସକାଳ 7ଟା 55 ମିନିଟ୍ ପରେ ଭୋଗ ହେଉଥିବାରୁ ସକାଳ 7ଟା 55 ମିନିଟ୍ ପର୍ଯ୍ୟନ୍ତ ଯେକୌଣସି କର୍ମ କଲା ପୂର୍ବରୁ ସତର୍କତା ଅବଲମ୍ବନ କରିବେ। ସେ ସମୟ ପର୍ଯ୍ୟନ୍ତ ମନ ଅସ୍ଥିର ରହିବ, ପରିବାରରେ ଅଶାନ୍ତି ଲାଗି ରହିବ ଏବଂ ଆର୍ଥିକ କ୍ଷତି ଘଟିପାରେ। ଏହାପରେ ପଞ୍ଚମ ଚନ୍ଦ୍ର ଯୋଗୁଁ ଓ ଘାତ ନକ୍ଷତ୍ର ଭୋଗ ହେଉଥିବାରୁ ସମସ୍ତ କର୍ମରେ ଶୁଭ ଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଆତ୍ମତୃପ୍ତି ମିଳିବ ନାହିଁ। ବିଦ୍ୟା ବୁଦ୍ଧି ଜ୍ଞାନ ଗାରିମା ପ୍ରତ୍ୟୁତ୍ପନ୍ନମତି ଦୂରଦୃଷ୍ଟି ଧୀଶକ୍ତି ସ୍ମରଣ ଶକ୍ତିର ବିକାଶ ଘଟିବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କ କର୍ମକୁ ନେଇ ଗର୍ବ ଅନୁଭବ କରିବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ସଫଳତା ମିଳିଲେ ମଧ୍ୟ ସହକର୍ମୀଙ୍କ ସହ ବିବାଦ କିମ୍ବା ତାଙ୍କଠାରେ ଅପମାନ ମିଳିପାରେ। ଯେଉଁମାନଙ୍କର ଦ୍ୱିଜା ଓ କୃତିକା ମେଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 6, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। ବୃଷ ରାଶି ସକାଳ 7ଟା 55 ମିନିଟ୍ ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ କିଛି ଶୁଭ ଫଳ ମିଳିପାରେ। ଏହାପରେ ଚତୁର୍ଥ ଚନ୍ଦ୍ର ଯୋଗୁଁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କର ଆକ୍ରୋଶର ଶିକାର ହେବେ। ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନମାଳିନ୍ୟ, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ସ୍ୱଜନ ପରିଜନ ବନ୍ଧୁ ବାନ୍ଧବ ସହକର୍ମୀଙ୍କ ସହ ବିବାଦ ଲାଗି ରହିବ। ଧନକୁ ନେଇ ବିବାଦ ଓ ମାନିମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ। ବାଣିଜ୍ୟ ବ୍ୟବସାୟ ପରିବହନରେ କ୍ଷତି ଦେଖାଦେବ। କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 2, ଆରାଧନା ମା ଗାୟତ୍ରୀ। ମିଥୁନ ରାଶି ସକାଳ 7ଟା 55 ମିନିଟ୍ ପର୍ଯ୍ୟନ୍ତ ଦ୍ୱିତୀୟ ଚନ୍ଦ୍ର ଏବଂ ଏହାପରେ ତୃତୀୟ ଚନ୍ଦ୍ର ଯୋଗୁଁ ଧନ ସମ୍ପଦ ପ୍ରାଚୁର୍ଯ୍ୟ ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ସ୍ୱଜନ ପରିଜନ ବନ୍ଧୁ ବାନ୍ଧବ ସହକର୍ମୀ ସହଯୋଗୀଙ୍କର ସାହାଯ୍ୟ ସହଯୋଗ ମିଳିବ। ମନରେ ଉତ୍ସାହ ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି ଏବଂ ଭାଇ ଭଉଣୀଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଆନ୍ତରିକତା ଅଧିକ ରହିବ। ସୁଖବର ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିବେ। ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ମେରୁନ୍, ସଂଖ୍ୟା 4, ଆରାଧନା ଭଗବାନ ବିଷ୍ଣୁ।
कर्कट राशि सकाल 7:55 पर्यंत श्रीचंद्र एवं यापर घातचंद्र जो श्रीचंद्र प्रभाव विशेष रहा। धन क्षति मानसिक अस्थिरता परिवार मनमालिन्य और शारीरिक पीड़ा भोगे। अन्य ठार आनीथिबा धन फेरबार असमर्थ हेबे एवं अन्य को देइथिबा धन पाइबार विफल हेबे। मन अस्थिर विषादग्रस्त चापग्रस्त रहिबो। चाली चलन व्यवहार कथबार्ता और समस्त कर्म विवाद हेब। वाणिज्य व्यवसाय परिवहन में क्षति पहुँचब और आर्थिक स्थिति बिगड़ी। कर्म विफलता और कर्म प्रति अनाग्रह भाव प्रकाश पाइब। जो मानकर पुष्या कर्कट से सतर्कता अवलंबन करेंगे। शुभ रंग लाल, संख्या 5, आराधना माँ समलेश्वरी। सिंह राशि सकाल 7:55 पर्यंत द्वादश चंद्र जो से समय पर्यंत वाद विवाद स्वास्थ्य और आर्थिक कारोबार में सतर्कता अवलंबन करेंगे। यापर श्रीचंद्र जो धन मान सम्मान लक्ष्मीकर कृपा सौजन सुसंपर्क परिवार सुख शांति और सुखाद्य सुवचन प्राप्ति हो। वाणिज्य व्यवसाय परिवहन में आय जहाँ मन में आत्मसंतोष कर्म स्वल्प परिश्रम अधिक सफलता और सम्मान मिल। स्वजन परिजन बंधु बांधव सहकर्मी सहयोगी साहाय्य सहयोग मिल एवं मन में प्रसन्नता चालीचलन संयमता देह मन सुस्थ रहिबो। जो मानकर पूर्वा फाल्गुनी उत्तरा फाल्गुनी सिंह से सुफल पाइबे। शुभ रंग गोलापी, संख्या 11, आराधना माँ माणिकेश्वरी। कन्या राशि सकाल 7:55 पर्यंत एकादश चंद्र जो से समय पर्यंत समस्त कर्म और व्यवसाय किछिटा शुभफल मिल पारे। यापर द्वादश चंद्र जो अपव्यय अपवाद अपदस्थर शिकार हे एवं अଯଥା खर्च बद खर्च परिवार खर्च भार वृद्धि पाइब। मन अस्थिर विषादग्रस्त चापग्रस्त रहिब शारीरिक पीड़ा भोगे। समस्त कर्म भूल निष्पत्ति ने बिना कारण बहुत व्यस्त रे। निश्चितता को परित्याग कर अनिश्चितता पछरे पश्चात धावन करेंगे एवं अଯଥା खर्च वृथा भ्रमण लगी रहिब। वाणिज्य व्यवसाय परिवहन में आय स्वल्प हेब एवं व्यय अधिक हेब। कर्म विफलता और समस्त कर्म अଯଥା विलंब परिलक्षित हेब। जो मानकर हस्ता कन्या से सतर्कता अवलंबन करेंगे। शुभ रंग मेरून, संख्या 8, आराधना माँ त्रिपुर सुंदरी। तुला राशि दशम और एकादश चंद्र उभय भोग हो भाग्य कर्म आर्थिक अवस्था उन्नति देखादेव। आकस्मिक धन लाभ कौन विशेष धन प्राप्ति और अन्य को देता धन हृत धन फेरी पाइबे। समस्त आशा आकांक्षा अभिलाष पूर्ण हो। समस्त विशिष्ट पदार्थ हाथ पांतर उपलब्ध हो। समस्त गुरुत्वपूर्ण निष्पत्ति नेबार समर्थ हो। विदेश यात्रार सुजोग जुटिब। वाणिज्य व्यवसाय परिवहन में आय अति उत्तम हो। कर्म सफलता और कर्मस्थान समस्त सुविधा सुजोग हासिल करेंगे। जो मानकर चित्रा और विशाखा तुला से उपकृत हे। शुभ रंग धड़ा, संख्या 2, आराधना माँ समलेश्वरी। बिच्छा राशि नवम और दशम चंद्र उभय भोग हो गुरुजन कृपा क्षमताशाली व्यक्ति सहायता और राजनैतिक व्यक्ति शुभ दृष्टि रे। कर्म प्रति एकाग्रता आंतरिकता अधिक रहिब। समस्त कर्म आशा ठार अधिक सफलता मिल। समस्त असंपूर्ण कर्म को संपूर्ण कर समर्थ हे। समस्त कर्म आज आपण सहज हे। मन में सत्चिंता सद्भावना प्रकाश पाइब और सत्कर्म अधिक आग्रह रहिब। चाली चलन व्यवहार कथबार्ता मार्जित और सर्वजन आदृत हेब। वाणिज्य व्यवसाय परिवहन में आय उत्तम हेब और नूतन व्यवसाय सुजोग जुटिब। जो मानकर ज्येष्ठा बिच्छा से सुफल पाइबे। शुभ रंग हलदिया, संख्या 6, आराधना माँ बगलामुखी। धनु राशि नवम चंद्र मंगलवार जो यश सम्मान सामाजिक प्रतिष्ठा और जनसंपर्क वृद्धि पाइब। गुरुजन कृपा क्षमताशाली व्यक्ति सहायता और राजनैतिक व्यक्ति शुभ दृष्टि रे। मन में उन्नत चिंताधारा उच्चाभिलाष प्रकाश पाइब और उन्नतिमूलक कर्म ध्यान अधिक रहिब। मन में दृढ़ इच्छाशक्ति आत्मविश्वास प्रकाश पाइब और परोपकार समाज सेवा धार्मिक कर्म अधिक आग्रह रहिब। वाणिज्य व्यवसाय परिवहन में आय अति उत्तम हेब। कर्म सफलता उच्च सम्मान उच्च पदवी प्राप्त हेब। जो मानकर पूर्वाषाढ़ा
ଉତ୍ତରାଷାଢ଼ ଧନୁ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 5, ଆରାଧନା ମା ତାରା। ମକର ରାଶି, ସକାଳ 7ଟା 55 ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଏବଂ ଏହାପରେ ଘାତ ଚନ୍ଦ୍ର, ଘାତ ବାର ଯୋଗୁଁ ସପ୍ତମ ଚନ୍ଦ୍ରର ବିଶେଷ ଶୁଭ ଫଳ ମିଳିବାରୁ ଅସମର୍ଥ ହେବେ। ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍ ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ମନରେ ଅସ୍ଥିରତା, ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନମାଳିନ ଏବଂ ଶାରୀରିକ ପୀଡ଼ା ଭୋଗିବେ। ଉଚିତ କର୍ମରେ ବିଚ୍ୟୁତ ହୋଇ ଅନୁଚିତ କର୍ମରେ ଆଗ୍ରହ ରଖିବେ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ମନରେ ବିରକ୍ତି ଭାବ, ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ଏବଂ ସମସ୍ତ କର୍ମ ବିବାଦୀୟ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ବିପର୍ଯ୍ୟୟର ସାମନା କରିବେ। କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନ ହେବ। ଯେଉଁମାନଙ୍କର ଶ୍ରବଣା ମକର ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 3, ଆରାଧନା ଜଗଜ୍ଜନନୀ ମା ଦୁର୍ଗା। କୁମ୍ଭ ରାଶି, ସପ୍ତମ ଚନ୍ଦ୍ର ଯୋଗୁଁ ମାନସିକ ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ, ଧନ ମିଳିବ। ଆମୋଦ ପ୍ରମୋଦ, ମୌଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭୂତ ହେବ। ମୂଲ୍ୟବାନ ଧାତୁ, ବସନ, ଭୂଷଣ, ସୌଖିନ ଘରୋଇ ଉପକରଣ କ୍ରୟ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ମହିଳା ସହକର୍ମୀଙ୍କର ସାହାଯ୍ୟ ଓ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ କଳା, ସଂଖ୍ୟା 6, ଆରାଧନା ଜଗଜ୍ଜନନୀ ମା କାଳୀ। ଶେଷ ରାଶି ମୀନ ରାଶି। ମୀନ ରାଶି ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିବାର ଏବଂ ମଙ୍ଗଳବାର ଯୋଗୁଁ ଧନ ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବିଦ୍ୟା, ବୁଦ୍ଧି, ଜ୍ଞାନ, ଗାରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣଶକ୍ତିର ବିକାଶ ଘଟିବ। ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ, ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ। ପରୋପକାର, ସମାଜ ସେବା, ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା, ସହକର୍ମୀଙ୍କ ସହଯୋଗ, ପଦସ୍ଥ ଅଧିକାରୀଙ୍କ କୃପା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 7, ଆରାଧନା ମା ଧୂମାବତୀ। ଏ ରହିଥିଲା 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ। ଋଷ୍ୟାଦିଟି ହେଲା ମତ୍ସ୍ୟଶ୍ରୀ ମଙ୍ଗଳ ମହାମନ୍ତ୍ରସ୍ୟ ବିରୂପାକ୍ଷ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ମଙ୍ଗଳ ଦେବତା ସୁପ୍ରୀତୟେ ମଙ୍ଗଳ ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏ ଋଷ୍ୟାଦିଟିକି ଥରେ କରିବେ ଏବଂ ମନ୍ତ୍ରଟି ହେଲା ହୁଁ ଶ୍ରୀଂ ମଙ୍ଗଳାୟ ନମଃ। ଏ ମନ୍ତ୍ରକୁ ସକାଳ 108 ପାଠ କରନ୍ତୁ ଏବଂ ସନ୍ଧ୍ୟାରେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।